ସୁପ୍ରଭାତ ପିଲାମାନେ, ସମସ୍ତେ ଭଲରେ ଅଛ? ଆଚ୍ଛା କହିଲ, ଆମେ ପୂର୍ବ କ୍ଲାସରେ ତୁମ ଭାଷା ମହକ ସାହିତ୍ୟ ବହିର କେଉଁ ପାଠ ବିଷୟରେ ଆଲୋଚନା କରୁଥିଲେ? ଠିକ୍ କହିଛ, ତୁମମାନଙ୍କର ମନେ ଅଛି। ଆମେ ପିମ୍ପୁଡ଼ି କବିତା ବିଷୟରେ ଆଲୋଚନା କରୁଥିଲେ। ଯେଉଁ କବିତାଟିରେ ମାମୁନି ଗୋଟେ ଛୋଟ ଝିଅ ଗୋଟେ ପିମ୍ପୁଡ଼ିଟିଏ ଦେଖିଛି ଏବଂ ତା ସହିତ କ'ଣ କ'ଣ କଥା ହେଇଛି ଆମେ ଆଲୋଚନା କଲେ। ଆମେ କବିତାଟିର 4ଟି ପଦ ବିଷୟରେ ଆଲୋଚନା କରିସାରିଛେ। ଆଜି ଆମେ ଏହାର ପଞ୍ଚମ ପଦ ତଥା ଶେଷ ପଦ ବିଷୟରେ ଆଲୋଚନା କରିବା। କବିତାର ଶେଷ ପଦକୁ ଯିବା ପୂର୍ବରୁ ଚାଲ ପିଲାମାନେ ଗୋଟେ ସୁନ୍ଦର ଗପ ବିଷୟରେ ଜାଣିବା। ମୁଁ ଗପଟି କହୁଛି, ତୁମେ ମନ ଦେଇ ଶୁଣ। ଗୋଟେ ସୁନ୍ଦର ସବୁଜ ଜଙ୍ଗଲରେ ଗୋଟେ ଛୋଟ ପିମ୍ପୁଡ଼ି ରହୁଥିଲା। ସେ ଖୁବ୍ ଶାନ୍ତ ଓ ପରିଶ୍ରମୀ ଥିଲା। ପ୍ରତିଦିନ ସକାଳୁ ସେ ଘରୁ ବାହାରୁଥିଲା ଓ ଖାଦ୍ୟ ଖୋଜିବାରେ ଲାଗି ଯାଉଥିଲା। ସେ ଯାହା ବି ପାଉଥିଲା ତାହା ନେଇ ନିଜ ଘରେ ସାଇତି ରଖୁଥିଲା। ତା ମନରେ ସବୁବେଳେ କେବଳ ଗୋଟିଏ କଥା ଚାଲୁଥିଲା, ତାହା ହେଉଛି ସେ ଆଗକୁ ଆସୁଥିବା ଦିନ ପାଇଁ ଖାଦ୍ୟ ସଂଗ୍ରହ କରି ରଖିବ। ଅନ୍ୟ ପିମ୍ପୁଡ଼ିମାନେ ଯେତେବେଳେ ଖେଳିବା ପାଇଁ ତାକୁ ଡାକୁଥିଲେ, ସେ କହୁଥିଲା, ନା ନା, ମୁଁ ତୁମ ସହିତ ଖେଳିବି ନାହିଁ। ମୁଁ ପ୍ରଥମେ ମୋର କାମ ସମାପ୍ତ କରିବି। ମୁଁ ଆଗାମୀ ଦିନ ପାଇଁ ଖାଦ୍ୟ ସଂଗ୍ରହ କରୁଛି। ପରେ ସମୟ ମିଳିଲେ ମୁଁ ତୁମମାନଙ୍କ ସହିତ ଖେଳିବି। ଏମିତି ଦିନ ପରେ ଦିନ ଚାଲିଥାଏ। ପିମ୍ପୁଡ଼ି ଲଗାତାର ପରିଶ୍ରମ କରି ଚାଲିଥାଏ। ସେ ଅନ୍ୟ କାମ ବିଷୟରେ ଚିନ୍ତା ନ କରି କେବଳ ଖାଦ୍ୟ ସଂଗ୍ରହ କରିବାରେ ନିଜର ସମୟ ଅତିବାହିତ କରୁଥିଲା। ଏହାପରେ ବର୍ଷା ଦିନ ଆସିଲା। ଏହି ସମୟରେ ଅନ୍ୟ ପିମ୍ପୁଡ଼ିମାନଙ୍କର କ'ଣ ଅବସ୍ଥା ହୋଇଥିବ ବୋଲି ତୁମେ ଭାବୁଛ? ଠିକ୍ କହିଲ। ଅନ୍ୟ ପିମ୍ପୁଡ଼ିମାନଙ୍କର ଚିନ୍ତା ଥିଲା, ତାଙ୍କ ପାଖରେ ତ ଖାଦ୍ୟ ନାହିଁ, ସେମାନେ ଏବେ କ'ଣ କରିବେ? ତୁମେ କହିଲ, ତାଙ୍କ ପାଖରେ କାହିଁକି ଖାଦ୍ୟ ନାହିଁ? ଠିକ୍ କହିଛ। ସେମାନେ ଯେହେତୁ ଖାଦ୍ୟ ସଂଗ୍ରହ ନ କରି ଖେଳିବାରେ ନିଜର ସମୟ ନଷ୍ଟ କରିଥିଲେ, ତେଣୁ ଝରି ବର୍ଷା ସମୟରେ ତାଙ୍କ ପାଖରେ ଖାଦ୍ୟ ନଥିଲା। ସେମାନେ ଭୋକରେ ଦୁଃଖ ପାଉଥିଲେ। କିନ୍ତୁ ତୁମେ ଚିନ୍ତା କରୁଛ କି ପରିଶ୍ରମୀ ପିମ୍ପୁଡ଼ି କ'ଣ କରୁଥିବ? ପରିଶ୍ରମୀ ପିମ୍ପୁଡ଼ିଟି ମନ ଖୁସିରେ ତା ସାଇତି ରଖିଥିବା ଖାଦ୍ୟକୁ ବ୍ୟବହାର କରି ନିଜର ଜୀବନ କଟାଇଲା। ଏଥିରୁ ଆମେ କ'ଣ ଜାଣୁଛୁ? ସମୟରେ ସଜାଗ ରହିଲେ ଆମକୁ ବିପଦ ଆସେ ନାହିଁ। ଆଗୁଆ ଚିନ୍ତା କରିବା ଓ ପରିଶ୍ରମ କରିବା ଖୁବ୍ ଜରୁରୀ। ଏବେ କହ, ଗପଟି କେମିତି ଲାଗିଲା? ଭଲ ଲାଗିଲା ନା? ଏଥିରୁ ଆମକୁ ଅନେକ ଜିନିଷ ଶିଖିବାକୁ ଅଛି। ସମୟ ପୂର୍ବରୁ ଆମକୁ ସବୁ ଜିନିଷ ବିଷୟରେ ଚିନ୍ତା କରିବା ନିହାତି ଜରୁରୀ। ଏବେ ଚାଲ ଆମେ କବିତା ଆଡ଼କୁ ଯିବା। କବିତାର ଶେଷ ପଦଟିକୁ ଆମେ ଦେଖିବା। ମୁଁ କବିତାକୁ ବୋଲୁଛି, ତୁମେମାନେ ମନ ଦେଇ ଶୁଣ। ବେଳ ମୁଁ ସଜାଗ ଥିଲି ରେ ରହି, ବିପଦ ପାଖକୁ ଆସଇ ନାହିଁ। ଟିକି ମୁଣ୍ଡେ ବୁଦ୍ଧି ଅମାପ ତୋର, ଭାବିଲେ ମଥାଟି ଘୁରଇ ମୋର। ଶୁଣିଲ ନା ପିଲାମାନେ, ପଦଟିକୁ ମୁଁ କେମିତି ଆବୃତ୍ତି କଲି? ତୁମେମାନେ ମଧ୍ୟ ଏବେ ନୀରବରେ ପଦଟିକୁ ଆବୃତ୍ତି କର। ଚାଲ ଏବେ ଦେଖିବା ଏହି ପଦରେ କିଛି ଥିବା ନୂତନ ଶବ୍ଦ ଯାହା ତୁମକୁ ନୂଆ ଲାଗିଥିବ। ଆମେ ସେଗୁଡ଼ିକର ଅର୍ଥ ବିଷୟରେ ଆଲୋଚନା କରିବା। କେଉଁ ସବୁ ଶବ୍ଦ ଗୁଡ଼ିକ ଦିଆଯାଇଛି ଏବଂ ତାହାର ଅର୍ଥ କ'ଣ? ଆମ ପାଇଁ ଶବ୍ଦ ଗୁଡ଼ିକ ରହିଛି, ଯେପରି ସଜାଗ। ସଜାଗର ଅର୍ଥ ହେଉଛି ସତର୍କ ରହିବା। ଆଉ ଗୋଟିଏ ଶବ୍ଦ ହେଉଛି ଅମାପ। ଅମାପ ଶବ୍ଦର ଅର୍ଥ ହେଉଛି ଅସୀମ, ଯାହାର ମାପ ନଥିବା, ଯାହାକୁ ଆମେ ମାପି ପାରିବା ନାହିଁ। ଟିକି। ଟିକି ଗୋଟିଏ ଶବ୍ଦ ଅଛି ଯାହାର ଅର୍ଥ ଛୋଟ କିମ୍ବା ସ୍ଥାନ। ଏଠାରେ ଆମେ ପିମ୍ପୁଡ଼ିକୁ ଟିକି ପିମ୍ପୁଡ଼ି ବୋଲି କହୁଛୁ। ଆଉ ଗୋଟିଏ ଶବ୍ଦ ହେଉଛି ମଥା।
ମଥାର ଶବ୍ଦ ହଉଛି ମୁଣ୍ଡ। ତୁମେ ତ ଶବ୍ଦ ଗୁଡ଼ିକର ଅର୍ଥ ଜାଣିଲ। ଏବେ ଚାଲ ଆମେ ଏହି କବିତାର ଭାବାର୍ଥକୁ ଟିକେ ବୁଝିବା। ଦିଆଯାଇଥିବା ପଞ୍ଚମ ପଦ୍ଧତିର ଭାବାର୍ଥକୁ ଆମେ ବୁଝିବା। ଏଥିରୁ ଆମେ କଣ ଜାଣୁଛୁ? ପିମ୍ପୁଡ଼ି ହେଉଛି ଏକ ପରିଶ୍ରମୀ, ସଚେତନ ଓ ଶୃଙ୍ଖଳାବଦ୍ଧ ପ୍ରାଣୀ। ସେ ଛୋଟ ହେଲେ ମଧ୍ୟ ତାହାର କାମ କରିବାର ଧାରା ଅତ୍ୟନ୍ତ ଉତ୍କୃଷ୍ଟ। ସେ ସବୁବେଳେ ଆଗାମୀ ଭବିଷ୍ୟତ ପାଇଁ ଖାଦ୍ୟ ସଂଗ୍ରହ କରି ରଖେ, ଯାହାଦ୍ୱାରା କଷ୍ଟକର ସମୟରେ ତାହାର କୌଣସି ଅସୁବିଧା ହୁଏ ନାହିଁ। ଆହୁରି ମଧ୍ୟ ତାଠାରୁ ଆମକୁ ଅନେକ ଗୁଣ ଶିଖିବାକୁ ଅଛି। ସେ ଆମକୁ ପରିଶ୍ରମୀ ହେବା, ସଞ୍ଚୟ କରି ରଖିବା, ଧୈର୍ଯ୍ୟର ସହ କାମ କରିବା ଆଦି ମୂଲ୍ୟବୋଧ ଶିଖାଇଥାଏ। ଆମେ ଯଦି ପିମ୍ପୁଡ଼ି ଠାରୁ ଏହି ଗୁଣଗୁଡ଼ିକୁ ଅନୁସରଣ କରିବା, ତେବେ ଜୀବନରେ ନିଶ୍ଚୟ ସଫଳତା ଲାଭ କରିପାରିବା। ବୁଝିପାରିଲ ନା ପିଲାମାନେ? ଏବେ ଚାଲ ତୁମ ପାଇଁ ଗୋଟେ ଛୋଟ କାମ ରହିଛି। ପାଖରେ ଗୋଟେ ଝୁଡ଼ି ଅଛି। ଝୁଡ଼ିରେ କିଛି ଶବ୍ଦ ରହିଛି। ସେ ଶବ୍ଦକୁ ନେଇ ଆମେ ଏହି କବିତାଟିକୁ ପୂରଣ କରିବା। ଝୁଡ଼ିଟି ଦେଖାଯାଉଛି ନା? ଏହାର ନାମ ହେଉଛି ଶବ୍ଦ ଝୁଡ଼ି। ଏଥିରେ କିଛି ଗୁଡ଼ିଏ ଶବ୍ଦ ରହିଛି, ଯେମିତି ବିପଦ, ଘୁରଇ, ମୁଣ୍ଡି, ଅମାପ ଏବଂ ସଜାଗ। ଏହି ଶବ୍ଦ ଝୁଡ଼ିରୁ ଆମେ ଶବ୍ଦ ଗୁଡ଼ିକୁ ନେଇ ଏହି କବିତାଟିକୁ ପୂରଣ କରିବା। କବିତାଟିକୁ ତୁମେ ଭଲ ଭାବରେ ଟିକେ ମନେ ପକାଅ ଏବଂ ଶବ୍ଦ ଝୁଡ଼ିରୁ ଶବ୍ଦକୁ ନେଇ ଖାଲି ଥିବା ସ୍ଥାନରେ ପୂରଣ କର। ପ୍ରଥମ ଧାଡ଼ିଟି ରହିଛି, ବେଲେ ହୁଁ ଡେସ୍କ ଥିଲି ରେ ରହି, ବେଲ ହୁଁ ସଜାଗ ଥିଲି ରେ ରହି। ବଢିଆ। ବେଲରୁ ସଜାଗ ଥିଲେ ହିଁ ରହି, ବିପଦ ପାଖକୁ ଆସଇ ନାହିଁ। ତାପରେ ଟିକି ମୁଣ୍ଡେ ବୁଦ୍ଧି, ଅମାପ ତୋର, ଭାବିଲେ ମଥାଟି ଘୁରଇ ମୋର। ବଢିଆ। ତୁମେ ମାନେ ସମସ୍ତେ କବିତାର ପଞ୍ଚମ ପଦଟିକୁ ମନେ ରଖିଛ। ପିଲାମାନେ, ଚାଲ ଆମେ ଏବେ ଶବ୍ଦ ଗଠନ କରିବା। ଦିଆଯାଇଥିବା ଅକ୍ଷର ଗୁଡ଼ିକ ସଜାଡ଼ି ଆମେ ଶବ୍ଦ ଗଢ଼ିବା ଓ ଲେଖିବା। ତୁମ ପାଇଁ ଶବ୍ଦ ରହିଛି ଗ, ଯା ଏବଂ ସ। এই ତିନୋଟି ଅକ୍ଷରକୁ ସଜାଡ଼ି କୋଉ ଗୋଟିଏ ଶବ୍ଦ ଗଠନ କରିହେବ କୁହ? এই ତିନି ଅକ୍ଷରକୁ ଆମେ ସଜାଇଲେ ଯେଉଁ ନୂଆ ଶବ୍ଦଟି ପାଇବା ତାହା ହେଉଛି ସଜାଗ। ସେହିପରି ପରବର୍ତ୍ତୀଟି ହେଉଛି ଲେଖା ହେଇଛି ପ, ଅ ଏବଂ ମା। এই ତିନୋଟି ଅକ୍ଷରକୁ ସଜାଡ଼ିଲେ କୋଉ ଶବ୍ଦ ହେବ? ଅମାପ। ଅମାପ ଶବ୍ଦର ଅର୍ଥ କଣ? ଯାହାକୁ ମାପି ହେବ ନାହିଁ। ଇ, ର ଏବଂ ଘୁ, ଯାହାକୁ ସଜାଇଲେ ଯେଉଁ ଶବ୍ଦ ହେବ ତାହା ହେଉଛି ଘୁରଇ। ତାପରେ ରହିଛି ପ, ବି ଏବଂ ଦ। এই ତିନୋଟି ଅକ୍ଷରକୁ ସଜାଡ଼ି ଗୋଟିଏ ଶବ୍ଦ ଗଠନ କଲେ ତାହା ହେବ ବିପଦ। ବୁଝିପାରିଲ ପିଲାମାନେ, ଆମେ କିପରି ଅକ୍ଷର ଗୁଡ଼ିକୁ ସଜାଡ଼ି ଶବ୍ଦ ଗୁଡ଼ିକ ଗଠନ କରିବା। ଗଢ଼ା ଯାଇଥିବା ଶବ୍ଦ ଗୁଡ଼ିକୁ ତୁମେ ନିଜ ଖାତାରେ ଲେଖ। ଶବ୍ଦ ଗଠନ କରି ସାରିଲା ପରେ ଆମେ କେତେ ଗୁଡ଼ିଏ ବାକ୍ୟ ରହିଛି, ସେ ବାକ୍ୟ ଗୁଡ଼ିକୁ ଦେଖିବା। ବାକ୍ୟଟିକୁ ପଢୁଛି, ତୁମେ ମାନେ ମଧ୍ୟ ମୋ ସହିତ ପଢ। ପିମ୍ପୁଡ଼ି ମାନେ ବହୁତ ପରିଶ୍ରମୀ। ଆଉ ଥରେ, ପିମ୍ପୁଡ଼ି ମାନେ ବହୁତ ପରିଶ୍ରମୀ। ସେମାନେ ଦଳ ଦଳ ହୋଇ ଚାଲନ୍ତି। ସେମାନେ ଦଳ ଦଳ ହୋଇ ଚାଲନ୍ତି। ପିମ୍ପୁଡ଼ି ମାନେ ମିଳିତ ଭାବେ କାମ କରନ୍ତି। ପିମ୍ପୁଡ଼ି ମାନେ ମିଳିତ ଭାବେ କାମ କରନ୍ତି। ସେମାନେ ଆମକୁ ପରିଶ୍ରମ ଓ ଏକତାର ଶିକ୍ଷା ଦିଅନ୍ତି। ସେମାନେ ଆମକୁ ପରିଶ୍ରମ ଓ ଏକତାର ଶିକ୍ଷା ଦିଅନ୍ତି। ତୁମେ ମାନେ ବାକ୍ୟ ଗୁଡ଼ିକୁ ଠିକ୍ ଭାବରେ ପଢି ପାରିଲ ନା? ହଉ, ଠିକ୍ ଅଛି। ଚାଲ ଆମେ ଆଲୋଚନା କରିବା। କଣ ଆଲୋଚନା କରିବା? ଆମେ ଯୋଉ ପଦ୍ୟ ପଢିଲେ, ପଦ୍ୟର ଏହି ପଦରୁ ଆମକୁ ଯାହା ଶିଖିବାକୁ ମିଳିଲା ତାହାକୁ ନେଇ ଆମେ ଆଲୋଚନା କରିବା। ପ୍ରଶ୍ନଟି ରହିଛି, ସଜାଗ ରହିଲେ କଣ ଲାଭ ମିଳେ? ଚିନ୍ତା କର, ସଜାଗ ରହିଲେ ଆମକୁ କଣ ଲାଭ ମିଳିବ? ଆମେ ସଜାଗ ରହିଲେ ଭବିଷ୍ୟତରେ କୌଣସି ଅସୁବିଧାର ସମ୍ମୁଖୀନ ହେବା ନାହିଁ। ଆମେ ସଜାଗ ରହିଲେ ଭବିଷ୍ୟତରେ କୌଣସି ଅସୁବିଧାର ସମ୍ମୁଖୀନ ହେବା ନାହିଁ।
ଆଉ ଗୋଟିଏ ପ୍ରଶ୍ନ ରହିଛି, ପିମ୍ପୁଡ଼ି ଠାରୁ ଆମେ କଣ ଶିଖିବା? ପିମ୍ପୁଡ଼ି ଠାରୁ ଆମେ କଣ ଶିଖିବା? ପିମ୍ପୁଡ଼ି ଠାରୁ ଆମକୁ ଅନେକ ଗୁଣ ଶିଖିବାକୁ ମିଳିଥାଏ, ଯେପରି ପରିଶ୍ରମୀ ହେବା, ସଜାଗ ରହିବା, ଧୈର୍ଯ୍ୟର ସହ ସମସ୍ତ କାର୍ଯ୍ୟ କରିବା। କଣ କଣ ସବୁ ଗୁଣ ଶିଖିବାକୁ ମିଳିଥାଏ? ପରିଶ୍ରମୀ ହେବା, ସଜାଗ ରହିବା ଏବଂ ଧୈର୍ଯ୍ୟର ସହ ସମସ୍ତ କାର୍ଯ୍ୟ କରିବା। ଏବେ ଚାଲ ଆମେ ଗୋଟେ କାମ କରିବା। ପିମ୍ପୁଡ଼ିଟିଏ ଅଛି, ପିମ୍ପୁଡ଼ିକୁ ତା ଘରକୁ ଯିବାରେ ଆମେ ସାହାଯ୍ୟ କରିବା। ଆମେ କିପରି ସାହାଯ୍ୟ କରିବା? ଆମେ ତାହାକୁ ବାଟ ଦେଖାଇବା। ଏଇଠି ରହିଲା ପିମ୍ପୁଡ଼ି ଏବଂ ଏଇ ରାସ୍ତା ପଟେ ଦେଇ ପିମ୍ପୁଡ଼ି ତା ଘର ପାଖକୁ ଯିବ। ଆମେ ପିମ୍ପୁଡ଼ିକୁ ତା ଘର ପାଖକୁ ନେଇ ଯିବା। ତୁମେ ଚିତ୍ରରେ ଦେଖୁଥିବ, ରାସ୍ତାରେ କେତେଟା ଜାଗାରେ ବିଭିନ୍ନ ବିପଦ ଅଛି। ଆମେ ପଦରେ ଗୋଟେ ଶବ୍ଦ ପଢିଥିଲେ ନା, ବିପଦ, ଯାହା ଆମକୁ ବାଧା ଦେଇଥାଏ, ଯୋଉ ପଟେ ଆମେ ଯିବା ନାହିଁ। ସେଇ ବିପଦପୂର୍ଣ୍ଣ ରାସ୍ତା ପଟରେ ନ ଯାଇ ଆମେ ପିମ୍ପୁଡ଼ିଟିକୁ ଠିକ ବାଟରେ ତା ଘରକୁ ନେଇ ଯିବା। ତ ଚାଲ ମୋ ସାଙ୍ଗରେ ତୁମେ ମାନେ ଦେଖ, ମତେ କୁହ, ମୁଁ ସେପଟେ ଯିବି। ପ୍ରଥମେ ଏପଟେ ପିମ୍ପୁଡ଼ି ବାହାରିବ, ତାପରେ ଆଗକୁ ଯିବ, ତାପରେ ଏଠି ସେ ତଳକୁ। ଏବେ ସିଧା କାହିଁକି ଯିବ ନାହିଁ? ଏଠାରେ ତଳକୁ ଯିବା ପାଇଁ କାହିଁକି ନିର୍ଦ୍ଦେଶ ଦିଆଯାଇଛି? କାରଣ ଆଗପଟେ ଗଲେ ମଧ୍ୟ ରାସ୍ତାଟା ବୁଲିକି ସେଇ ସ୍ଥାନକୁ ହିଁ ଆସିବ। ସେଥିପାଇଁ ପିମ୍ପୁଡ଼ିକୁ ଆଉ ବେଶୀ ବୁଲିବାକୁ ନ ପଡ଼ିବ ବୋଲି ଆମେ ଦିଗଟା ଏପଟକୁ କରିଛୁ। ତାପରେ ଆଗକୁ ଯିବୁ। ତଳକୁ କାହିଁ ଆସିଲାନି ଏ ଜାଗାରେ? କାରଣ ତଳେ ଆଗରେ ଗାତ ଅଛି, ସେଥିପାଇଁ ପିମ୍ପୁଡ଼ିକୁ ଉପରକୁ ଯାଇ ରାସ୍ତା ପାର ହେବାକୁ ପଡ଼ିବ। ତାପରେ ପରେ ମତେ କୁହ, ମୁଁ ଆଗକୁ ନେଇକି ଯାଉଛି। ଏସବୁ ରାସ୍ତା ମଧ୍ୟ ଦେଇ ପିମ୍ପୁଡ଼ି ତା ଘର ପାଖକୁ ପହଞ୍ଚିବ। ସାବାସ୍, ତୁମେ ସମସ୍ତେ ମତେ ସାହାଯ୍ୟ କଲ। ଆମେ ସମସ୍ତେ ମିଶି କଣ କଲା? ପିମ୍ପୁଡ଼ିଟିକୁ ତା ଘରକୁ ଯିବାରେ ସାହାଯ୍ୟ କଲା। ବହୁତ ସୁନ୍ଦର ପିଲାମାନେ। ଏବେ ତୁମମାନଙ୍କ ପାଇଁ ଗୋଟେ ସୃଜନଶୀଳ କାର୍ଯ୍ୟ ରହିଛି। କାର୍ଯ୍ୟଟି କଣ? ତୁମେ ଦେଖିପାରୁଥିବ ଗୋଟିଏ ଚିତ୍ର ରହିଛି। ଏ ଚିତ୍ର ପାଇଁ ତୁମକୁ ନିର୍ଦ୍ଦେଶ କଣ ଅଛି? ଉପରେ ଦିଆଯାଇଥିବା ପିମ୍ପୁଡ଼ିର ଏହି ଚିତ୍ରରେ ତୁମେ ରଙ୍ଗ ଦେବ ଓ ଏହା ବିଷୟରେ 3ଟି ବାକ୍ୟ ଲେଖି ଆଣିବ। ପରେ ଦିଆଯାଇଥିବା ପିମ୍ପୁଡ଼ିର ଚିତ୍ର ରଙ୍ଗ ଦେବ ଓ ଏହା ବିଷୟରେ 3ଟି ବାକ୍ୟ ଲେଖି ଆଣିବ। ତୁମେ ଅତି ସୁନ୍ଦର ଭାବରେ ରଙ୍ଗ ଦେବ, ଯାହା ଦେଖିବାକୁ ସମସ୍ତଙ୍କୁ ସୁନ୍ଦର ଲାଗିବ। ତ ଆଜି ଆମେ କବିତାଟିର ଶେଷ ପଦକୁ ଆବୃତ୍ତି କଲେ, କିଛି ନୂଆ ଶବ୍ଦ ଜାଣିଲେ, ଶବ୍ଦ ଗୁଡ଼ିକୁ ନେଇ ଆମେ ବାକ୍ୟ ଗଠନ କଲେ, ବାକ୍ୟ ଗୁଡ଼ିକୁ ବୁଝିଲେ। ପିମ୍ପୁଡ଼ି ଠାରୁ ଆମକୁ ଅନେକ ଗୁଡ଼ିଏ ଜିନିଷ ଶିଖିବାର ଅଛି। ସେସବୁ ଜିନିଷକୁ ନେଇ ଆମକୁ ଜୀବନରେ ଅନୁସରଣ କରିବାକୁ ହେବ, ତାହେଲେ ଆମେ ସଫଳତା ପାଇବା। ଏସବୁ ଜିନିଷ ଆମେ ଆଲୋଚନା କଲେ। ଆଜି ପାଇଁ ଏତିକି ରହିବା। ପରବର୍ତ୍ତୀ କ୍ଲାସରେ ଆମେ ଆଉ ଗୋଟିଏ ସୁନ୍ଦର ବିଷୟ ଉପରେ ଆଲୋଚନା କରିବା। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।